2026 ମସିହା ମଇ ମାସ କର୍କଟ ରାଶି ଜାତ ବ୍ୟକ୍ତିଙ୍କ ପାଇଁ କ୍ୟାରିୟରରେ ବଡ଼ ସଫଳତା ଆଣିଦେବ। ଆର୍ଥିକ ସ୍ଥିତି ମଜବୁତ ରହିବ। ଏହି ସମୟରେ ସମ୍ପତ୍ତି ଲାଭ ହେବା ସହିତ ପାରିବାରିକ ସୁଖ ଓ ଶାନ୍ତି ବିରାଜମାନ କରିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। କର୍କଟ ରାଶି ଦ୍ୱାଦଶ ରାଶିଚକ୍ରର ଚତୁର୍ଥ ରାଶି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରଦେବ କର୍କଟ ରାଶିର ଅଧିପତି। ଜାଣିବା 2026 ମସିହା ମଇ ମାସରେ କର୍କଟ ରାଶିଜାତ ବ୍ୟକ୍ତି କିପରି ଫଳ ପାଇବାକୁ ଯାଉଛନ୍ତି। ମଇ ମାସରେ କର୍କଟ ରାଶିର ଦଶମ ଭାବ ମେଷ ରାଶିରେ ସୂର୍ଯ୍ୟ ଓ ମଙ୍ଗଳ ମହାଗ୍ରହଙ୍କର ଗୋଚର କର୍କଟ ରାଶିର କ୍ୟାରିୟରରେ ଜବରଦସ୍ତ ସଫଳତା ଆଣିଦେବ। ଚାକିରି କରୁଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହିତ ସହକର୍ମୀମାନଙ୍କର ସହଯୋଗ ପ୍ରାପ୍ତ କରିବେ। ଚାକିରିରେ ପ୍ରମୋସନ୍ ପାଇବାର ନିଶ୍ଚିତ ସୂଚନା ମିଳେ। ଚାକିରି ଅନ୍ୱେଷଣରେ ରହିଥିବା କର୍କଟ ରାଶି ବ୍ୟକ୍ତି ମଧ୍ୟ ଚାକିରି ଲାଭ କରିବାର ଯୋଗ ରହିଅଛି। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ରହିଥିବା କର୍କଟ ରାଶିଜାତ ବ୍ୟକ୍ତି ମଇ ମାସରେ ବେପାର କ୍ଷେତ୍ରରେ ବିଶେଷ ଲାଭ ପାଇବାର ଯୋଗ ରହିଅଛି। ବ୍ୟବସାୟ କ୍ଷେତ୍ରର ବିସ୍ତାର ଘଟିବ। ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର, ରିଏଲ ଇଷ୍ଟେଟ୍ ବା ଜାଗାବାଡ଼ି କିଣାବିକା ବ୍ୟବସାୟ ପ୍ରଭୃତି କ୍ଷେତ୍ରରେ ରହିଥିବା କର୍କଟ ରାଶିଜାତ ବ୍ୟକ୍ତି ଏହି ସମୟରେ ଏହିସବୁ କ୍ଷେତ୍ରରୁ ପ୍ରବଳ ମୁନାଫା କମାଇ ପାରିବେ। ସେହିପରି ସରକାରଙ୍କ ସହିତ ଅନୁବନ୍ଧିତ ରହି କଣ୍ଟ୍ରାକ୍ଟ ବା ଅର୍ଡର ସପ୍ଲାଇ ଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ମଧ୍ୟ ଏହି ସରକାରଙ୍କ ଠାରୁ ବିଶେଷ କୃପା ବା ଅନୁଗ୍ରହ ଲାଭ କରିବାରେ ସକ୍ଷମ ହେବେ। ଆର୍ଥିକ ଦୃଷ୍ଟିକୋଣରୁ ମଇ ମାସ ବେଶ୍ ଅନୁକୂଳ ଫଳ ପ୍ରଦାନ କରିବ। ଧନଲାଭର ବିଶେଷ ଯୋଗ ରହିଅଛି। ପୂର୍ବରୁ ବିଭିନ୍ନ ଅର୍ଥ ନିବେଶ ସଂସ୍ଥାରେ କରିଥିବା ଅର୍ଥ ବିନିଯୋଗରୁ ଭଲ ରକମର ଆର୍ଥିକ ଫାଇଦା ପାଇପାରିବାକୁ ସକ୍ଷମ ହେବେ ଏବଂ ତା ସହିତ ଅର୍ଥ ସଞ୍ଚୟ କରି ରଖିବେ। ଏବଂ ବହୁତ ବଡ଼ କଥା ହେଲା, ପରିବାରରେ ଖୁସିର ଲହରୀ ଖେଳିବ ଏବଂ ମାତା ପିତାଙ୍କର ଆଶୀର୍ବାଦ ମଧ୍ୟ ରହିବ। ପାରିବାରିକ ବନ୍ଧନ ଦୃଢ଼ରୁ ଦୃଢ଼ତର ହେବ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କର ବିବାହ ସ୍ଥିରୀକୃତ ହେବ। ପ୍ରେମ ସମ୍ପର୍କ ବା ଲଭ୍ ଲାଇଫରେ ରହିଥିବା ପୁଅ ଝିଅମାନଙ୍କ ପାଇଁ ମଇ ମାସଟି ବିଶେଷ ପ୍ରୀତିଭରା ମାସ ରହିବ। ପ୍ରେମିକ ପ୍ରେମିକା ପ୍ରେମ ବିବାହ ପାଇଁ ମନ ବଳାଇବେ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଦେଇଥିବା ପରୀକ୍ଷାରେ ସଫଳତାର ସହିତ କୃତକାର୍ଯ୍ୟ ହେବେ ଏବଂ ଉଚ୍ଚଶିକ୍ଷା ଆହରଣ ପାଇଁ ଇଚ୍ଛା ପୋଷଣ କରିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ, ମଇ ମାସରେ କର୍କଟ ରାଶିଜାତ ବ୍ୟକ୍ତି ଏକ ନିରାମୟ ଓ ସୁସ୍ଥ ଜୀବନ ଯାପନ କରିବେ। କେବଳ କର୍ମବ୍ୟସ୍ତତା ଅଥବା କାର୍ଯ୍ୟଭାର ଯୋଗୁଁ ବ୍ୟତିବ୍ୟସ୍ତ ହୋଇପାରନ୍ତି ଅଥବା ବହୁତ ହାଲିଆ ଅନୁଭବ କରିପାରନ୍ତି। ତା ସହିତ ମାନସିକ ଚାପ ଭିତରେ ରହିବାର ସୂଚନା ମିଳେ। ସେଥିପାଇଁ ନିୟମିତ ଯୋଗ ଓ ପ୍ରାଣାୟାମର ଆବଶ୍ୟକତା ରହିଅଛି। ମଇ ମାସରେ କର୍କଟ ରାଶିଜାତ ବ୍ୟକ୍ତି ପାଇବାକୁ ଥିବା ଶୁଭ ଫଳର ଶୁଭତ୍ୱ ବୃଦ୍ଧି ନିମନ୍ତେ ଦେବଦେବ ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କର୍କଟ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍,
କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର ତପନ।